ଆଜି ଆମେ ଏକ ସୁନ୍ଦର ବିଷୟ ପଢ଼ିବା ଆମ ପଞ୍ଚମ ଶ୍ରେଣୀ ସାହିତ୍ୟ କଳିକା ବହିର ଉତ୍କଳ ପୁତ୍ର ପ୍ୟାରୀମୋହନ। ଏହାକୁ ଲେଖିଛନ୍ତି ଡକ୍ଟର ଭ୍ରମରବର ସାମଲ। ପିଲାମାନେ ତମେମାନେ ଯେତେବେଳେ ବି ସାହିତ୍ୟ ପଢ଼ିବ ବିଷୟ ଭିତରକୁ ଯିବା ପୂର୍ବରୁ ଆଗ କବିଙ୍କ ପରିଚୟ ପଢ଼ିବ, ଲେଖକଙ୍କ ପରିଚୟ ପଢ଼ିବ, କାରଣ ଏଇଥିରୁ ଆମର 1 ମାର୍କର କୋଶ୍ଚିନ୍ ଆସିବ। ତାହେଲେ ଉତ୍କଳ ପୁତ୍ର ପ୍ୟାରୀମୋହନ ଲେଖିଛନ୍ତି ଡକ୍ଟର ଭ୍ରମରବର ସାମଲ। 1937 ମସିହା ଅକ୍ଟୋବର 10 ତାରିଖ ଦିନ ତାଙ୍କର ଜନ୍ମଗ୍ରହଣ ହେଇଥିଲା। ଶିଶୁମାନଙ୍କ ଉପଯୋଗୀ ବହୁ ପୁସ୍ତକ ସେ ରଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ଏଇସବୁ ପୁସ୍ତକ ସେ ରଚନା କରିଦେଇଛନ୍ତି ହେଲା, ସବୁ ଜଣାଶୁଣା। ତାଙ୍କର 2013 ମସିହା ମେ ମାସ 19 ତାରିଖରେ ଦେହାନ୍ତ ହୋଇଥିଲା। ଏଠି କିଛି ନାହିଁ, ଖାଲି ଜନ୍ମ ତାରିଖ ଆଉ ହେଲା। କୋଉଥିପାଇଁ ଅଧିକ ପୁସ୍ତକ ରଚନା କରୁଛି? ଶିଶୁମାନଙ୍କ ପାଇଁ, ବୁଝିହେଲା। ତାହେଲେ ବିଷୟକୁ ପଢ଼ିବା, ଏକ ସୁନ୍ଦର ବିଷୟ। ତାହେଲେ ପିଲାମାନେ ପଢ଼ିବା ଉତ୍କଳ ପୁତ୍ର ପ୍ୟାରୀମୋହନ କିଏ, ତାଙ୍କୁ କାହିଁକି ଉତ୍କଳର ପୁତ୍ର କୁହାଯାଉଛି? ଉତ୍କଳ ମାନେ ପିଲାମାନେ ଆମ ଓଡ଼ିଶା, ଆମ ଓଡ଼ିଶାର ଅଲଗା ନାମ ହେଲା ଉତ୍କଳ। ତାହେଲେ ଆଜକୁ ପ୍ରାୟ 100 ବର୍ଷ ତଳର କଥା। ସେକାଳର ଗୋଟିଏ ପତ୍ରିକାରେ ଦରଖାସ୍ତ ଜୁତିଆନ ଅର୍ଥାତ୍ ଜୋତାମାନଙ୍କର ନିବେଦନ, ଦରଖାସ୍ତ ଜୁତିଆନ ଅର୍ଥ କ'ଣ? ଜୋତାମାନଙ୍କର ନିବେଦନ ନାମର ବ୍ୟଙ୍ଗାତ୍ମକ ଲେଖାଟି ପ୍ରକାଶ ପାଇଲା। କ'ଣ କିରେ ପିଲାମାନେ, ଏରା ଜୋତାମାନଙ୍କ ନାଁରେ କ'ଣ ପ୍ରକାଶ ପାଇଲା କିରେ ହେଲା? ଏହା କଟକ ସହରର ଆବର୍ଜନାପୂର୍ଣ୍ଣ ଅପରିଷ୍କୃତ ରାସ୍ତାକୁ ଲକ୍ଷ୍ୟ କରି ଲେଖାଯାଇଥିଲା। ପିଲାମାନେ 100 ବର୍ଷ ପୂର୍ବରୁ ଗୋଟେ ପତ୍ରିକାରେ ଆମର କ'ଣ ଜୋତାମାନଙ୍କର ନିବେଦନ ନାମର ଏକ ବ୍ୟଙ୍ଗାତ୍ମକ ଲେଖାଟିଏ ପ୍ରକାଶ ପାଇଲା, ଯାହା ଲେଖା ହେଇଥିଲା କଟକ ସହର ଯେଉଁ ଆବର୍ଜନାପୂର୍ଣ୍ଣ ଅପରିଷ୍କୃତ ରାସ୍ତାକୁ ଲକ୍ଷ୍ୟ କରି। ସେତେବେଳେ ଇଂରେଜମାନେ ଥିଲେ ଏ ଦେଶର ଶାସନକର୍ତ୍ତା। ସେମାନଙ୍କ ମଧ୍ୟରେ ଏହି ଲେଖାଟି ପ୍ରତିକ୍ରିୟା ସୃଷ୍ଟି କଲା। ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଏରଭିଂ ସାହେବ ସେତେବେଳେ ଥିଲେ ଜିଲ୍ଲା ମାଜିଷ୍ଟ୍ରେଟ, ଅତ୍ୟଧିକ ଭାବରେ ରାଗିଗଲେ। କଟକ ସହର ଏତେ ଅପରିଷ୍କୃତ ରାସ୍ତା, ଲେଖାଟିର ପ୍ରକୃତ ଲେଖକ କିଏ ବୋଲି ଖୋଜା ଚାଲିଲା। ଜଣାପଡ଼ିଲା ଯେ ଲେଖକ ଜଣକ ହେଉଛି କଟକ କଲେଜର 2ୟ ବାର୍ଷିକ ଶ୍ରେଣୀର ଜଣେ ଛାତ୍ର। ସେହି କଲେଜର ଅଧ୍ୟକ୍ଷ ଥିଲେ ଚଣ୍ଡୀଚରଣ ବାବୁ। ତାଙ୍କୁ ସରକାରୀ ନିର୍ଦ୍ଦେଶ ଦିଆଗଲା ଉକ୍ତ ଛାତ୍ରକୁ କଲେଜରୁ ବହିଷ୍କାର କରିଦେବା ପାଇଁ। କ'ଣ ପାଇଁ? କାରଣ ସେ କଟକର ରାସ୍ତା ଉପରେ ଲେଖିଛନ୍ତି ହେଲା। ତାହେଲେ ଚଣ୍ଡୀଚରଣ ବାବୁ ପିଲାଟିକୁ ନିଜ ଅଫିସକୁ ଡକାଇ କ୍ଷମା ମାଗିବା ପାଇଁ ପରାମର୍ଶ ଦେଲେ। କିନ୍ତୁ ସ୍ୱାଧୀନଚେତା ନିର୍ଭୀକ ଛାତ୍ରଟି ଏଥିରେ ସମ୍ମତ ହେଲା ନାହିଁ। ଯାହା ଠିକ୍ ମୁଁ ତାହା ଲେଖିଛି, ମୁଁ ଯଦି ଭୁଲ କରିଥାନ୍ତି ମୁଁ କ୍ଷମା ମାଗିଥାନ୍ତି। ମୁଁ ଭୁଲ କରିନି, ମୁଁ ସଠିକ୍ ଭାବରେ ଲେଖିଛି, ତେଣୁ ମୁଁ କ୍ଷମା ମାଗିପାରିବି ନାହିଁ। ସେ ଦୃଢ଼ କଣ୍ଠରେ କହିଲା, ସାର୍, ଯାହା ଲେଖାଯାଇଛି ତାହା ଅକ୍ଷରେ ଅକ୍ଷରେ ସତ୍ୟ। ତମକୁ ଯଦି ଏଇଟା ଖରାପ ଲାଗୁଛି ତମେ ସେଇ ରାସ୍ତାକୁ ସଫା କର ଏବଂ ପୁନଃ ନିର୍ମାଣ କର। ମୁଁ ଏପରି ଏକ ସତ୍ୟ ଘଟଣା ପ୍ରକାଶ କରି କିଛି ଭୁଲ କରିନାହିଁ। ମୋ ପକ୍ଷରେ ଏପରି ଅନ୍ୟାୟ କ୍ଷମା ପ୍ରାର୍ଥନା କରିବା ସମ୍ଭବ ନୁହେଁ। ପିଲାଟିର ଏପରି ଦୃଢ଼ ମନୋଭାବ ହେତୁ ଶେଷରେ ସେ କଲେଜରୁ ବହିଷ୍କୃତ ମଧ୍ୟ ହେଇଗଲା। ଦୃଢ଼ ମନା ବ୍ୟକ୍ତି ନିଜ ସିଦ୍ଧାନ୍ତରେ ଅଟଳ ରହି ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ସେହି ଦୃଢ଼ତା ହିଁ ତାଙ୍କୁ ପରିଶେଷରେ ଅପୂର୍ବ ସାଫଲ୍ୟ ଆଣି ଦେଇଥାଏ। ଏହି ଦୃଢ଼ମନା ଛାତ୍ର ଜଣକ ହେଉଛନ୍ତି ଉତ୍କଳର ବରପୁତ୍ର ପ୍ୟାରୀମୋହନ ଆଚାର୍ଯ୍ୟ। ସରକାରୀ ଶିକ୍ଷାନୁଷ୍ଠାନରେ ମନମୁଖୀ ନୀତି ଯୋଗୁଁ ସେ କଲେଜରୁ ବହିଷ୍କୃତ ହେବାରୁ ତାଙ୍କ ମନରେ ଘୋର ବିତୃଷ୍ଣା ଜାତ ହେଲା। ସେ ସଂକଳ୍ପ କଲେ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ଏକ ସ୍ୱାଧୀନ ଶିକ୍ଷାନୁଷ୍ଠାନ ଗଠନ କରିବେ। ସେ ସତ କହିବାରୁ ତାଙ୍କ ଜୀବନରେ ଯାହା ଘଟିଲା ଏହା କୌଣସି ସ୍ୱାଧୀନ ଓ ମୁକ୍ତିକାମୀ ମଣିଷର ଭାଗ୍ୟରେ ନ ଘଟୁ। ପିଲାମାନେ ଏଇ କଥା ସେ ଚିନ୍ତା କଲେ। ପିଲାମାନେ ସେ ଭାବିଲେ ମୁଁ ଏକ ନୂତନ ସ୍ୱାଧୀନ ଇଏ ପାଇଁ ଗୋଟେ ଶିକ୍ଷାନୁଷ୍ଠାନ ଗଠନ କରିବି ହେଲା। ତେଣୁ ତାଙ୍କର ଏହି ସଂକଳ୍ପରୁ ଜନ୍ମ ହେଲା କଟକ ଏକାଡେମୀ ନାମରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ। ଏ ବିଦ୍ୟାଳୟଟି କଟକଠାରେ 1875 ମସିହାରେ ସ୍ଥାପନ କରାଗଲା। ପରେ 1879 ମସିହାରେ ଏହା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ ହେଲା। ପ୍ରଥମେ ପ୍ୟାରୀମୋହନ ନିଜେ ଏହି ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ବିଦ୍ୟାଳୟର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ
ପରବର୍ତ୍ତୀ ସମୟରେ ସେ ଅନ୍ୟତ୍ର ଚାକିରି କଲେ। ଚାକିରିରୁ ଯାହା ଉପାର୍ଜନ କରୁଥିଲେ ସେ ସବୁତକ ବିଦ୍ୟାଳୟର ପରିଚାଳନା ପାଇଁ ବ୍ୟୟ କରୁଥିଲେ। ତାଙ୍କ ଦେହାନ୍ତ ପରେ ଏହି ବିଦ୍ୟାଳୟ ପ୍ୟାରିମୋହନ ଏକାଡେମୀ ନାମରେ ନାମିତ ହୋଇଅଛି। ପିଲାମାନେ, ଗୋଟେ ଛାତ୍ରକୁ କଟକର ରାସ୍ତା ଅପରିଷ୍କାର ବୋଲି ଲେଖିଲା ଖବରକାଗଜରେ, ଏକ ପତ୍ରିକାରେ ଲେଖିଲା ଏବଂ ସେହି ଘଟଣା ପାଇଁ ତାକୁ କଲେଜରୁ ମଧ୍ୟ ବହିଷ୍କୃତ କରିଦେଲା। ସେ ମନରେ ଦୃଢ଼ ସଂକଳ୍ପ ନେଲା ଯେ ମୁଁ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବି ଯେଉଁଠି ସ୍ୱାଧୀନ ଭାବରେ ପାଠ ପଢ଼ାଯିବ ଏବଂ ଯାହା ସଠିକ୍ ତାହା ହିଁ ଲେଖାଯିବ। ମୋ ଜୀବନରେ ଯାହା ଘଟିଯାଇଛି ତାହା ଅନ୍ୟମାନଙ୍କ ଜୀବନରେ ଘଟିବନି। ପିଲାମାନେ, ଯଦି ସେତେବେଳେ ଗାନ୍ଧୀ, ସୁଭାଷ ବୋଷ ଏସବୁ କଥା ଭାବିନଥାନ୍ତେ, ଯଦି ଆମେମାନେ କଷ୍ଟ ନ ସହୁଛୁ ତାହେଲେ ଆମ ପିଲାମାନେ କଷ୍ଟ ସହିବେ, ଆଗାମୀ ପିଢ଼ି କଷ୍ଟ ସହିବ, ତାହେଲେ ସେମାନେ ଏଠି ଗୋଟେ ବଡ଼ ନାଁ ତାଙ୍କର ଆଜି ହେଇନଥାନ୍ତା କି ଆଜି ଖବରକାଗଜ ପଇସାଠୁ ଆରମ୍ଭ କରି ସବୁ ଜାଗାରେ ତାଙ୍କ ଫଟୋ ନଥାନ୍ତା। ତାହେଲେ ଆମେ ବି ଆଜି ସଂକଳ୍ପ ନେବା, ଆମେ ଯାହା କ'ଣ ନଷ୍ଟ କରୁଛେ ପାଣିଠାରୁ ଆରମ୍ଭ କରି ମାଟି ପର୍ଯ୍ୟନ୍ତ, ବୁଝିହେଲା, ଯାହା ବି ନଷ୍ଟ କରୁଛେ ବିଦ୍ୟୁତଠୁ ଆରମ୍ଭ କରିକି ସେଇ ବାଲି ପର୍ଯ୍ୟନ୍ତ, ବୁଝିହେଉଛି ତ ପିଲାମାନେ, ତାକୁ ଆମେ ପରବର୍ତ୍ତୀ ପିଢ଼ି ପାଇଁ ସାଇତି ରଖିବା। ହୁଏତ ଆମରି ନାଁ ଗାନ୍ଧୀଜୀ ଆଉ ଗୋପବନ୍ଧୁଙ୍କ ଭଳି ଖବରକାଗଜ ଆଉ ନୋଟରେ ପଇସାରେ ନଥାଇପାରେ, କିନ୍ତୁ ଆମେ ଏଇଥିପାଇଁ ମନରେ ଯେତେବେଳେ ଗର୍ବ କରିବା ଆମେ ଆମ ପରପିଢ଼ି ପାଇଁ କିଛି କରିଛେ, ବୁଝିହେଲା। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏହି ବିଦ୍ୟାଳୟଟି ମୁଖ୍ୟ ଭୂମିକା ଗ୍ରହଣ କରିଛି। ବହୁ ସୁନାମ ଧନ୍ୟ ବ୍ୟକ୍ତି ଏଠାରେ ଶିକ୍ଷକତା କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମର ମହାନ ରଥୀ ଲାଲ ବାଲ ପାଲଙ୍କ ମଧ୍ୟରୁ ବଙ୍ଗଳାର ବିପିନ ଚନ୍ଦ୍ର ପାଲ ଏ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କିଛି ଦିନ କାର୍ଯ୍ୟ କରିଥିଲେ। ସେହିପରି ଓଡ଼ିଶାର ଋଷି ପ୍ରତିମ ଆଚାର୍ଯ୍ୟ ହରିହର ଦାସ ମଧ୍ୟ ଏ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ, ବୁଝିହେଲା। ବହୁତ ବହୁତ ସ୍ୱାଧୀନତା ସଂଗ୍ରାମୀ ସୁନାମ ଧନ୍ୟ ବ୍ୟକ୍ତି ଏଠାରେ ଶିକ୍ଷକତା କରିଛନ୍ତି ହେଲା। କାରଣ ଏଠାରେ ଯେଉଁ ଏଇ କଲେଜକୁ, ଏଇ ଶିକ୍ଷାନୁଷ୍ଠାନକୁ ଜଣେ ସୁନାମଧନ୍ୟ ବ୍ୟକ୍ତି ହିଁ ତିଆରି କରିଛି। ତେଣୁ ଯେଉଁଠି ଶିକ୍ଷକତା ବି ଯିଏ କରିବ ସେ ସୁନାମଧନ୍ୟ ବ୍ୟକ୍ତି ହିଁ ହେଇଥିବ। ଓଡ଼ିଶା ଭାଷା ଓ ସାହିତ୍ୟ କ୍ଷେତ୍ରରେ ପ୍ୟାରିମୋହନ ଆଚାର୍ଯ୍ୟଙ୍କ ଅବଦାନ ଅବିସ୍ମରଣୀୟ। ଓଡ଼ିଶା ଜାତିର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କର ଜନ୍ମ। କ୍ଷଣଜନ୍ମା ପ୍ୟାରିମୋହନଙ୍କ ଆୟୁ ସୀମା ଥିଲା ମାତ୍ର 30 ବର୍ଷ। ଏହି ସ୍ୱଳ୍ପ କାଳ ହେଉଛି ତାଙ୍କର ସଂଗ୍ରାମ ଓ ସାଧନାର ଜୀବନ। ସେ ଆନ୍ତରିକ ଜୀବନରେ ଉତ୍କଳକୁ ଭଲ ପାଉଥିଲେ। ସେ ନିଜର କରି ନେଇଥିଲେ ଉତ୍କଳର ଭାଷା ଓ ସଂସ୍କୃତିକୁ। ଫଳରେ ଉତ୍କଳରେ ଶିକ୍ଷାର ବିକାଶ, ସମାଜ କଲ୍ୟାଣ ଓ ଦେଶ ସେବା ନିମନ୍ତେ ନିଜକୁ ସେ କ'ଣ କରିଦେଇଥିଲେ? ଉତ୍ସର୍ଗ କରିଦେଇଥିଲେ। ପ୍ୟାରିମୋହନଙ୍କ ଜୀବନ ଥିଲା ଏକ ତପସ୍ୱୀର ଜୀବନ। ସେହି ବ୍ୟକ୍ତି ଜୀବନରେ ସିଦ୍ଧି ଲାଭ କରେ ଯିଏ କର୍ମକୁ ତପସ୍ୟା ଭାବରେ ଗ୍ରହଣ କରି ନେଇଥାଏ। ପ୍ୟାରିମୋହନ ସେହିପରି ଥିଲେ ଜଣେ କର୍ମସିଦ୍ଧ ବ୍ୟକ୍ତି। ପିଲାମାନେ, ଆମେ ଜାଣିଛେ କର୍ମ ହିଁ ଭଗବାନ। ଆମେ ଆଜି ଯଦି ପାଠ ନ ପଢ଼ୁଛେ କାଲି ଯାଇକି କେଉଁଠି କାମ କରିବା, ବୁଝିହେଉଛି ତ। ଆଜି ଯଦି ପାଠ ପଢ଼ି କାଲି ହୁଏତ କାମ କରିପାରିବେ ତ ଅଣ୍ଡରରେ, କିନ୍ତୁ ଆମର କିଛି ହୁଏତ କିଛି ଉଚ୍ଚ ପୋଷ୍ଟରେ ଥିବା, ଆମକୁ କିଛି ସମ୍ମାନ ପାଉଥିବା, ବୁଝିହେଉଛି ତ ହେଲା। ଆଉ ଶିକ୍ଷା ବଳରେ ଆମେ ଆମ ଚାରିପାଖରେ, ଆମ ଏନଭାରମେଣ୍ଟରେ, ବୁଝିହେଲା, ଆମେ ସବୁଆଡ଼େ କ'ଣ ଉଚିତ ଜ୍ଞାନ ଦେଇପାରିବା। ପ୍ୟାରିମୋହନ ସେଇଭଳି ଏକ କର୍ମସିଦ୍ଧ ବ୍ୟକ୍ତି ଥିଲେ। ସେତେବେଳେ କଟକରୁ ଉତ୍କଳ ଦୀପିକା ଓ ବାଲେଶ୍ୱରରୁ ସମ୍ବାଦ ବାହିକା ନାମରେ କେବଳ 2ଟି ମାତ୍ର ସମ୍ବାଦ ପ୍ରକାଶ ପାଉଥିଲା, ବୁଝିହେଲା। ତାହେଲେ ସେତେବେଳେ 2ଟି ସମ୍ବାଦପତ୍ର ପ୍ରକାଶ ପାଉଥିଲା, ସେଟା ଗୋଟେ ଉତ୍କଳ ଦୀପିକା ଆଉ ଗୋଟେ ହେଲା ସମ୍ବାଦ ବାହିକା। ସେ ଅନୁଭବ କଲେ ଯେ ଏହା ଯଥେଷ୍ଟ ନୁହେଁ। ଏଥିପାଇଁ ସେ ନିଜ ଚେଷ୍ଟାରେ 1871 ମସିହାରେ ଉତ୍କଳ ପୁତ୍ର ନାମକରେ କଟକରୁ ଏକ ପତ୍ରିକା ମଧ୍ୟ ପ୍ରକାଶ କଲେ। ଓଡ଼ିଶାର ବିଭିନ୍ନ ସମସ୍ୟା ଓ ଅସୁବିଧାକୁ ଠିକ୍ ଭାବରେ ଉପସ୍ଥାପନା କରି ସେ ଉକ୍ତ ପତ୍ରିକାଟିକୁ ପରିଚାଳନା କଲେ। ଏହି ପତ୍ରିକାର ସେ ଥିଲେ ଜଣେ ସୁଦକ୍ଷ ସମ୍ପାଦକ। ଏହା ହେଉଛି ତାଙ୍କ ଛାତ୍ର ଜୀବନରେ ଏକ ଉଲ୍ଲେଖଯୋଗ୍ୟ କୃତି। ଦରଖାସ୍ତ ଜୁତିଆନ ଲେଖାଟି ଏହି ପତ୍ରିକାରେ ସେ ପ୍ରକାଶ କରିଥିଲେ। ପ୍ରଥମେ ଏହା ଥିଲା ହସ୍ତଲିଖିତ। ଏହି ହସ୍ତଲିଖିତ ଉତ୍କଳ ପୁତ୍ରର ସୁନାମ, ପ୍ରଭାବ ଓ ପ୍ରତିଷ୍ଠାରେ ମୁଗ୍ଧ ହୋଇ
कर्मवीर गौरीशंकर निज प्रेस रे ताकू छापिबार व्यवस्था करदे फल से दिन ठारू उत्कलपुत्र छापा अक्षर आत्मप्रकाश कला। एथिरे तरुण प्यारीमोहन ब्रिटिश शासन अन्याय अविचार एवं सेतेबेलर सामाजिक कुसंस्कार विरोध में निर्भीक भाव में लेखामान लेखुले। बुझीगला तो पिला माने शेषर से उत्कलपुत्र नाम एक पत्रिका मध्य प्रकाश कले एवं सेठी प्रथम कौन पत्रिका प्रकाश होता से जो कॉलेज रु बहिष्कृत होते जार ना थिला दरखास्त जुतियान कटक सहर अपरिष्कार रास्ता उपरे से जो वर्णना करते से रेभेन्सार जितेबले द्वितीय वर्षर छात्र थिले ताहा सी तांको मनरे जितेबले कौन जाग्रत है मु मो राज्यपाई किसी करी से कौन कले से निजे एक शिक्षानुष्ठान तापर पर एक पत्रिका उत्कल पुत्र नाम 1871 मसीह स्थापन करथिले। बुझेला तो ताहाले नेक्स्ट पिलाने कौन ये महान जनक पढ़ा तांको विषय आहरी कौन देइछि ओडिशा स्वतंत्र प्रदेश हेबार बहु पूर्वरु प्यारीमोहन ओडिया भाषाभाषी अंचल को नहीं एक स्वतंत्र ओडिशा प्रदेश परिकल्पना करथिले। से 1875 मसीह ओडिशार इतिहास नाम खंडे पुस्तक रचना करथिले। ए पुस्तकटी सेतेबेले स्कूल पाठ्यपुस्तक रूपे मनोनीत होइथिला। यह होची ओडिया भाषार लिखित प्रथम इतिहास पुस्तक। पिला माने 1875 मसीह गोटे ओडिशार इतिहास नाम गोटे पुस्तक रचना है एवं प्रत्येक स्कूल पाठ्यपुस्तक पर कौन पुस्तक स्थानित पाइला। यह होची ओडिया भाषार प्रथम कौन लिखित इतिहास पुस्तक। बुझीगला प्रथम लिखित इतिहास पुस्तक परीक्षा रे शॉर्ट क्वेश्चन 1 मार्क आसीगो। प्यारीमोहन एक आदर्श नीतिमय जीवन यापन करुथिले। प्रलोभन ठारू से थिले बहु दूर रे। इंग्रेज सरकार द्वारा से डेपुटी मजिस्ट्रेट भाव एक नियुक्ति पाइथिले किंतु स्वाधीन चेता प्यारीमोहन ताकू दृढ़ भाव में प्रत्याख्यान करथिले। बुझेला सी कौन इंग्रेज सरकार डेपुटी मजिस्ट्रेट भाव एक नियुक्ति मध्य पाइथिले किंतु प्यारीमोहन ताकू प्रत्याख्यान करदेले मना करदेले। सरकार मते जदि इंग्रेज बड़लाट पदवी दियंती ताकू मु ग्रहण करिया को प्रस्तुत नुहे कि निस्वार्थ और त्यागभूत जीवन यह कौन साधारण मनीष पक्षे संभव हो पारे। पिला माने तमे गोटे चाकरी पाइच गोटे बहुत बड़ पोस्ट कलेक्टर पोस्ट पाइच तमे चाकरी छाड़ीदब नाई ना सी छाड़ी देथिला ता राज्य पाई कि निस्वार्थ कि त्यागभूत जीवन किए से मनीष उत्कल पुत्र से कह जाए प्यारीमोहन आचार्य को तांकर त्याग पाई तांको बलिदान पाई तांको भूमिका पाई आम ओडिशा प्रति। बुझीगला यही महान त्यागी पुरुषर जन्म कटक जिलार महांगा थाना अंतर्गत पशुलांड ग्राम 1852 मसीहा अगस्ट मास 5 तारिख दिन होइथिला। मात्र 30 वर्ष बयस 1881 मसीहा डिसेम्बर 28 तारिख रे तांकर देहांत मध्य होइथिला। मात्र 30 वर्ष बयस ना ही गला उत्कल पुत्र प्यारीमोहन आचार्य। बुझीला पिला माने 30 वर्ष एक मनीष बंचिची से 30 वर्ष भितरे निज राज्य पाई केते कौन कर देइछि जे आज आमे पंचम श्रेणी बही रे तांकर विषय पढ़ुचे। आमे भी आगामी काढ़े शपथ नबा आम राज्य पाई आम देश पाई किछि ना किछि करिकि जिबा हुए तो हेई पारे भी आमे भी यही पुस्तक रे दिना दिने आम पुआ आम नाती यही विषय पढ़ु थाई पारंती। बुझेला पिला माने प्यारीमोहन थिले पिता मातांकर सुयोग्य संतान। तांको जीवनर प्रतिटी मुहूर्त उत्कलवासींकर सेवा पाई थिला अभिप्रेत। से स्वल्प जीवन काल मध्यरे जहा करिगले ताहा ओडिशार इतिहास रे स्वर्णाक्षर लिपिबद्ध होई रहिबो। सेथिपाई गोपबंधुकर निम्नोक्त पदटी प्यारीमोहन को प्रति प्रयोज्य। मानव जीवन नुहई केवल वर्ष मास दिन दंड कर्मे जीवनर कर्म एक तार जीवनर मानदंड। बुझेला पिला माने खातारे प्रथम पेज रे हैला ई पद्यटी को लेखिबो सबु वर्ष पढ़िबो। एई पद्यटी आमु सबु वर्ष पढ़िबो
ଏବଂ ଜୀବନ ଗୋଟେ ନୂଆ କରିବା ପାଇଁ କିଛି ପ୍ରଚେଷ୍ଟା କରିବା ପାଇଁ ଆଗ୍ରହ ଜାତ ହେବ। ଧନ୍ୟବାଦ ପିଲାମାନେ। ଭିଡ଼ିଓ ଭଲ ଲାଗିଥିଲେ ସାଙ୍ଗମାନଙ୍କ ପାଖକୁ ପଠାଇଦେବ ଏବଂ ଭିଡ଼ିଓକୁ ଲାଇକ୍ କରିଦେବ।